জগন্নাথ আজ ভালো কথা ছুয়া মনে রখ। আজ আলোচনা করিবা কিপরি পিণ্ড উদ্ধার ହେବ। কিপরি পিণ্ড ଉଦ୍ଧାର ହେଲା କେମିତି ପିଣ୍ଡ ଉଦ୍ଧାର ହେବ? ଆମେ ଯଦି ପ୍ରଭୁଙ୍କ ଆଖିରେ ଦେଖିପାରିବା ତାହେଲେ ପିଣ୍ଡ ଉଦ୍ଧାର ହେଇଯିବ। ହଁ କି ନାହିଁ? ମାନେ ଦି ହାତିଆ ପ୍ରଭୁ କଥା କହୁନି, ଚାରି ହାତିଆ ପ୍ରଭୁ। ମାଣିକ ଗୌଡ଼ୁନି ପ୍ରଭୁଙ୍କ ଆଖିରେ ଦେଖିଦେଲା, ପ୍ରଭୁଙ୍କୁ କ'ଣ ଦହି ଖୁଆଇ ଦେଲା, ଉଦ୍ଧାର ପାଇଗଲା। ହଁ ସେମିତି ଆମେ ମାନେ ଗୁରୁକୁଳେ ସବୁ ବସିଛେ ନା, ପ୍ରଭୁ କ'ଣ ଆମେ ଦେଖିବାକୁ ଚେଷ୍ଟା କରିବା। ବଡ଼ ଦେଉଳରେ ଠାକୁର ଅଛନ୍ତି, ଆମେ ଦେଖୁଛ କ'ଣ ନା ଅଧା ଗଢ଼ା ଦିନ। କିନ୍ତୁ ଠାକୁର ବିଗ୍ରହ ଭିତରେ, ଦାରୁ ଭିତରେ ପ୍ରଭୁ ଲୁଚିକି ଅଛନ୍ତି। ଆମେ କ'ଣ ତାକୁ ଦେଖିଲେ? ଦେଖୁଛେ କି? ଦେଖିବାକୁ ଚେଷ୍ଟା କର। କାହିଁ କହୁଛୁ? ପୁରୀ ମନ୍ଦିର ତିଆରି ହେଇଗଲା, ଠାକୁର ପ୍ରତିଷ୍ଠା ହେଲେ, ବ୍ରହ୍ମାସୀ ପ୍ରତିଷ୍ଠା କଲେ। ଇନ୍ଦ୍ରଦ୍ୟୁମ୍ନଙ୍କ ମନ ଦୁଃଖ ହେଲା, ଖାଲି ଟିକେ ଟିକେ କହିଦଉଛି କ'ଣ ନା ଆଜି ସ୍ତ୍ରୀ କଥାରେ ପଡ଼ିକି ଠାକୁର ଦ୍ୱାର ଗଢ଼ା ହେଇକି ରହିଲେ, ବ୍ରହ୍ମା ରାଣୀ ପାଇଲେ। ଇନ୍ଦ୍ରଦ୍ୟୁମ୍ନ କାହିଁ ମନ ଦୁଃଖ କରୁଛ? ନା ସବୁ ହେଲା ଠିକ, ମୋ କଥାରେ, ମୋ ସ୍ତ୍ରୀ କଥାରେ ମୋ ପ୍ରଭୁ ଆଜି କ'ଣ ହେଲେ? ଅଧା ଗଢ଼ା ହେଲେ। ନା ଏଇ କଥା ନା, ନା ତମ ଠାକୁରଙ୍କୁ ଦେଖିପାରୁନ? ନା ନାଇଁ ଦେଖିନି। ଆଉ କ'ଣ କଲେ? ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସ୍ତବ କଲେ। ଠାକୁର ସେଠି କ'ଣ କଲେ? ବିକଟାଳ ରୂପ ଦେଇକି ତା ଭିତରୁ ବାହାରିଲେ। କିଏ ସେ? ଉଗ୍ର ନୃସିଂହ ବୋଳାନନ୍ଦେ କବା ସିଏ ଦେଖିଥିଲେ। ପୁଣି କାଞ୍ଚି ଅଭିଯାନ ଯୁଦ୍ଧ କରି ଯାଇଥିଲେ ନା ନାଇଁ? ଦି ଭାଇଯାକ ମାଣିକ ଗୌରୀ ଦହି ଖୁଆଇଥିଲା କି ନାହିଁ? ହଁ କି ନାହିଁ? ମୀରାବାଇ ସେ ଗୋଟେ ବିଗ୍ରହଟାକୁ ଧରିଥିଲା, ସେ ବିଗ୍ରହ ତା କଥା କହିଲା ନା କହିଲାନି? ତମେ ସେମିତି ଚେଷ୍ଟା ହବାକୁ ଦେଖିବାକୁ ଚେଷ୍ଟା କରୁନ। ଖାଲି ହରି ହରି ହେଇକି ଉମର ଭିତରେ କିଛି ନାହିଁ। ବୁଝି ହଉଛି? ପ୍ରଭୁଙ୍କୁ ପାଇବାକୁ ହେଲେ ସ୍ୱତନ୍ତ୍ର ବାଦ ରହିଛି। ତେଣୁ ବଳରାମ ଦାସ କ'ଣ କରିଥିଲେ? ଠାକୁରଙ୍କୁ ଆମେ ମାନେ କାହିଁ ନ ଦେଖିପାରିବା? ଦେଖିବା। ଅଛି ତ ନିଜେ କହିଛନ୍ତି, କହିଲେ ଆଖିକୁ ଆଖିରେ ଦେଖରେ ବାବୁ, ତେବେ ସଂସାରରୁ ନିଶ୍ଚିତ ରିବୁ। ଅଚ୍ୟୁତି ବା ଆମର ଆଖି ବା କାହିଁ, କାହିଁ ସେ ପାଇବ କଳା କନା ନାହିଁ। ହେଲା କହିଲେ ଆଖିକୁ ଆଖିରେ ଦେଖରେ ବାବୁ, କହିଲେ ସେ ଆଖିକୁ ଏ ଆଖିରେ ଦେଖ, ତେବେ ସଂସାରରୁ ନିଶ୍ଚିନ୍ତ ରିବୁ। ତମେ ଯଦି ଏ ଆଖିକି ସେ ଆଖିରେ ଦେଖିପାରିବ ତାହେଲେ ଭବନସାରୁ ତରି। ଆମେ ମାନେ କେହି ତରିବାକୁ, ପ୍ରଭୁଙ୍କୁ ଭେଟିବାକୁ ବା ପାଇବାକୁ କେହି ଚେଷ୍ଟା କରୁନି। ଏବେ ଗୁରୁକୁଳେ କହୁଛନ୍ତି, ଗୋଟେ ମନ୍ତ୍ର ଦେଇଛନ୍ତି, ବାବା ନେ ତୁ ଏଇ ମନ୍ତ୍ରଟାକୁ ଜପ କରୁଥା। ମନ୍ତ୍ର ଜପିଲେ କ'ଣ ହବ? କିଛି ମହତ୍ଵ ଅଛି? କିଛି ନାହିଁ। ଆଗ ଯଶୋବନ୍ତ ଦାସ କହନ୍ତି, ଯଦି ପାଇବୁ ଭେଟ ମାୟାକୁ ବେଗେ କାଟ, ଗୁରୁ ସେବିଣ ଭଜ ଶ୍ରୀ ହରି, ବଡ଼ ମାୟା ବି ଯିବ ନୁହେଁ କାହାରି। ଯଦି ତମେ ପ୍ରଭୁଙ୍କୁ ପାଇବାକୁ ବ୍ୟାକୁଳ, ଆଗ ମାୟାକୁ କାଟ, ତାପରେ ଗୁରୁ କୂଳରେ ବସ, ଗୁରୁଙ୍କୁ ସେବା କର। ଗୁରୁ ସେବିଣ ଭଜ ଶ୍ରୀ ହରି, ବଡ଼ ମାୟା ବି ଯିବ ନୁହେଁ କାହାରି। ମନ ବୁଲୁଥିବ ବ୍ରହ୍ମାଣ୍ଡରେ, ଇଆଡ଼େ ମାଳିଟାକୁ ଧରି କୁଷ୍ଟ କୁଷ୍ଟ ରାମ ରାମ କୁଷ୍ଟ କୁଷ୍ଟ କରୁଥିଲେ, ତାର କ'ଣ ମନ ଅଛି? ଅଛି କି?
ମୁନି ଋଷି ମାନେ ଜଙ୍ଗଲରେ କାହିଁ ରହୁଥିଲେ? ମନର ସ୍ଥିରତା ପାଇଁ। ଯୋଗ ତପ କାହିଁ କରୁଥିଲେ? ମନର ସ୍ଥିରତା ପାଇଁ। ସେଥିପାଇଁ କୁହନ୍ତି ଯାହାର ମନ ଅଟେ ସରୁ ନିଶ୍ଚୟ ପାଇବ କଳ୍ପତରୁ। ଯାହାର ମନ ସରୁ ହେବ ବା ଏକାଗ୍ରତା ଭାବ ଆସିଯିବ ନିଶ୍ଚୟ ସେ ହେଲା। ଆମେ ତ କାମ କ୍ରୋଧ ଲୋଭ ମୋହ ମଦ ମାତ୍ୟାଚାର ଆବୃତ, ସିଆଡ଼େ ଖାଲି ହରି ହରି ହବା, ତାର ଉପରେ ଠାଉରିଆ କ'ଣ ଅଛି? ଗୀତା ଲୋକଙ୍କୁ ବୁଝେଇବା, ଭାଗବତ ବୁଝେଇବା, ନିଜ ପେଟ ଭିତର ସଫା ନୁହଁ, ସେ ତାର କ'ଣ ଅଛି ମହତ୍ଵ? ଜ୍ଞାନୀ ହେଇପାର, ପଣ୍ଡିତ ହେଇପାର, କିନ୍ତୁ ଗୋଟେ ମୂର୍ଖ ଯଦି ପ୍ରଭୁଙ୍କୁ ଦେଖିପାଇଲା, ଆମ ମତରେ ସେ ମୂର୍ଖ ହେଉଛି କ'ଣ? ମୂର୍ଖ ହେଲେ ମଧ୍ୟ ସେ ହେଉଛି ମହାନ ମହାନ ଜ୍ଞାନୀ, ତାଙ୍କ ପଦକୁ କୋଟି କୋଟି ଶରଣ। ଯଶୋବନ୍ତ ଦାସ କ'ଣ କହିଲେ? ଯଦି ପାଇବୁ ଭେଟ ମାୟାକୁ ବେଗଘାଟ ଗୁରୁ ସେଦିନ ମଧ୍ୟ ଶ୍ରୀହରି। କିନ୍ତୁ ଠାକୁର ଅଭିନ୍ନ ସୁନ୍ଦର ଆଉ ଗୋଟାଏ ଭାଷାରେ ହଉଛି, କହିଲେ ଯଦି ଏ ପିଣ୍ଡକୁ ଉଦ୍ଧାର କରିବାକୁ ଚାହୁଁଛ, ଏ ଆତ୍ମାର ଉଦ୍ଧାର କରିବାକୁ ଚାହୁଁଛ ବା ସଦ୍ଗତି କାମନା କରିବାକୁ ଚାହୁଁଛ, ହେ ଜଗତବାସୀ ମୁଁ କହୁଛି ଶୁଣ। କ'ଣ କହିଲେ? କହିଲେ କୁଲାରେ ବସିବୁ ଛାଞ୍ଚୁଣି ଧରିବୁ, ଭରାଣ୍ଡିରେ ଦେବୁ ମୁଣ୍ଡ, ଭରଣା ଚକିକୁ ଲୟ ରଖିଥିଲେ ଉଦ୍ଧାର ପାଇବ ପିଣ୍ଡ। କହିଲେ କୁଲାରେ ବସିବୁ। କୁଲାରେ ମାନେ କ'ଣ? କୁଲା କ'ଣ ହୁଏ? ପାଛୁରେ ନା ନାଇଁ? ଖରା ଅଗାଡ଼ି ଗୁଡ଼ାକ ପଳାଏ, ପୋକ ପଳାଏ, ଭଲ ଚାଉଳ ରୁହେ ବା ଭଲ ଧାନ ନା। କହିଲେ ତମ ଭିତରୁ ତମେ କୁପ୍ରକୃତିକି ଆଗ ବାହାର କରିବ। ଛାଞ୍ଚୁଣି ଧରିବୁ, ସେଟା ବାହାର କରି ଓଳେଇକି ଫୋପାଡ଼ି ଦିଅ ନେଇକି। ଭରାଣ୍ଡିରେ ଦେବୁ ମୁଣ୍ଡ। ଭରାଣ୍ଡି ବୋଲନ୍ତି କ'ଣ? ଧାନ କୁଟା ହୁଏ, ଏବେ ସବୁ ତ ଢିକି ଉଠିଗଲାଣି। ଗୋଟେ ଗୋଟେ ଲୋକ ଗପୁଥିବେ, ଧାନ କ'ଣ କରୁଥିବେ, ଏପଟେ ସବୁ ତା ଭିତରେ ଭରାଣ୍ଡିରେ କରନ୍ତିନି ନା, ହାତରେ କ'ଣ ଢିଙ୍କି ପଡ଼େ? ସେଥିପାଇଁ ସେ କହୁଛନ୍ତି ତମେ କର୍ମ କରିବା ସଙ୍ଗେ ସଙ୍ଗେ ପ୍ରଭୁଙ୍କ ପାଖରେ ଭାବଟା ରଖ। ଭରଣା ଚକିକୁ ଲୟ ରଖିଥିଲେ ଉଦ୍ଧାର ପାଇବ ପିଣ୍ଡ। ଭରଣା ଚକି ଆମର ଆଗେ ସବୁ କ'ଣ କୁହନ୍ତି? ଚକି ବୁଲାନ୍ତି ନା ନାଇଁ? ତାର ଯୋଉ ମାଣି ଖୁଣ୍ଟ ମଝିରେ ଥାଏ, ଯୋଉ କାରୁଟା ଥାଏ, ତାକୁ ଭରଣା ବୋଲି କୁହନ୍ତି ନାଇଁ ନା? ଗୋଟେ ମା କ'ଣ କରିଦେବ, ଛୁଆ ଟିକେ ଧରିଥିବ କୋଳରେ, ଇଆଡ଼େ କ'ଣ କରିଦେବ ତାକୁ ବୁଲଉଥିବ, ଇଆଡ଼େ ବା ହାତରେ କ'ଣ କରିଦେବ ଦଉଥିବ। କର୍ମ କରିବା ସଙ୍ଗେ ସଙ୍ଗେ କ'ଣ କରୁଛି? ସେ ପ୍ରଭୁଙ୍କୁ ସବୁବେଳେ କ'ଣ କରୁଛି? ଲକ୍ଷ୍ୟ ରଖୁଛି। ଠାକୁର ଅଭିନ୍ନ ସୁନ୍ଦର କହିଲେ ତମେ ଏହିପରି ଭାବେ ଯଦି ରହିବ ତାହେଲେ ନିଶ୍ଚୟ ବିଭୁର କୃପା ପାଇବେ। ଏଇ କଥା ଉପରେ ତୁଳସୀ ଦାସ ମଧ୍ୟ କହିଛନ୍ତି। କହିଲେ লিখিতে রাম, ঘুমতে রাম, পড়তে রাম, সর্ব সর্বদা ভজতে রাম। কর্ম কর রাম, লেখিলে রাম, ଶୋଇଲେ ରାମ, ପଢ଼ିଲେ ରାମ, ଖାଇଲେ ମଧ୍ୟ ସଦା ସର୍ବଦା ତମେ କର୍ମ କରିବା ସଙ୍ଗେ ସଙ୍ଗେ ପ୍ରଭୁଙ୍କ ଉପରେ ରହିବ। ତମେ ସବୁ ଆଗେ ସାଇକେଲ ଚଲାଉଥିଲ, ଏବେ ସିନା ଗାଡ଼ି ବାହାରି ପଡ଼ିଲା, ସାଇକେଲ ଚଲାଉଥିଲ, ସାଇକେଲ ଚଲାଉଥିବ ଗୋଟେ ଗୀତ ମନେ ପଡ଼ିବ, ଗୀତରେ ମଣିଷର ମନର ଭାବ ରହିଯାଇଥାଏ। କିନ୍ତୁ ସାଇକେଲ ବାଟରେ ଯଦି ତମେ ପ୍ରଭୁଙ୍କ ପାଖେ ଆତ୍ମସମର୍ପଣ ଭାବ ରଖିଦେଲ ତାହେଲେ ପ୍ରଭୁ ତମକୁ ତାରିଦେବେ। ଆଉ ମୋର ସବୁ କହୁଥିବ ଖାଲି କ'ଣ? ମୋ ଘର, ମୋ ଦ୍ୱାର, ମୋ ସୁନା, ମୋ ରୂପା, ଗୋରୁ ମାରିକି ପୁରୀ ଯିବା ଭାରି, ବାପ ଛଡ଼େଇ ପଳେଇ ଆସିବା। ପ୍ରଭୁଙ୍କ ତ ବେଠିଆ, ତାଙ୍କର ବା କେତେ କେତେ ଭକ୍ତ ଅଛନ୍ତି। ବୁଝିଲୁ ନା? ଆଗ କର୍ମ ଠିକ କର, ତାପରେ ପ୍ରଭୁଙ୍କୁ ଆଉ ନିଶ୍ଚିନ୍ତ ଭବ ସଂସାରରୁ ତରିଯିବ, ଏ ପିଣ୍ଡ ଉଦ୍ଧାର ପାଇବ।